ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, କ'ଣ ଆପଣଙ୍କର ରାଶି ମେଷ କି? ତେବେ 2026 ମସିହା ଆପଣଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। କାହିଁକି ଜାଣନ୍ତି? ଏହି ବର୍ଷ ଆପଣଙ୍କ କୁଣ୍ଡଳୀରେ ଏମିତି ଏକ ବିଚିତ୍ର ସଂଯୋଗ ଘଟୁଛି ଯାହା ଦଶନ୍ଧିରେ ଥରେ ଘଟେ। ଗୋଟିଏ ପଟେ ଶନିଦେବଙ୍କର 7.5 ଆପଣଙ୍କୁ ପରୀକ୍ଷା କରିବ, କିନ୍ତୁ ଅନ୍ୟପଟେ ଗୋଟିଏ ଘରେ 5ଟି ଗ୍ରହ ଏକାଠି ହୋଇ ଆପଣଙ୍କୁ ରାଜା ବନେଇବାକୁ ଅପେକ୍ଷା କରିଛନ୍ତି। ଆସିବାକୁ ଯାଉଛି 2026। 2026ରେ କେବେ ଆପଣଙ୍କ ଭାଗ୍ୟ ଚମକିବ, କେଉଁ ମାସରେ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ ଏବଂ 7.5ର ପ୍ରଭାବରୁ ବଞ୍ଚିବା ପାଇଁ କ'ଣ କରିବେ ପ୍ରତିକାର, ଆସନ୍ତୁ ଜାଣିବା ଆଜିର ଏହି ସ୍ୱତନ୍ତ୍ର ଭିଡ଼ିଓରେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଏହି ବର୍ଷର ଗୋଟିଏ ଭୁଲ ଆପଣଙ୍କୁ ଭାରି ପଡ଼ିପାରେ। 2026 ମସିହାର ଆରମ୍ଭ କୌଣସି ସାଧାରଣ ଆରମ୍ଭ ନୁହେଁ। ଜାନୁଆରୀ ମାସରେ ଆପଣଙ୍କର 10ମ ଘର ଅର୍ଥାତ୍ କର୍ମ ଭାବରେ ଏକା ସାଙ୍ଗରେ 5ଟି ଗ୍ରହ ତଥା ସୂର୍ଯ୍ୟ, ମଙ୍ଗଳ, ବୁଧ, ଶୁକ୍ର ଏବଂ ଚନ୍ଦ୍ର ଏକାଠି ହେବେ, ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ପଞ୍ଚଗ୍ରହୀ ଯୋଗ ବୋଲି କୁହାଯାଏ। ସବୁଠାରୁ ବଡ଼ କଥା ହେଲା, ଆପଣଙ୍କ ରାଶିର ମାଲିକ ମଙ୍ଗଳ ଏଠାରେ ଉଚ୍ଚସ୍ଥ ରହିବେ। ଏହାର ଅର୍ଥ କ'ଣ ଜାଣିଛନ୍ତି? ଯଦି ଆପଣ ଚାକିରି କରୁଛନ୍ତି କିମ୍ବା ବ୍ୟବସାୟ କରୁଛନ୍ତି, ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଆପଣଙ୍କୁ ଏମିତି ସଫଳତା ମିଳିବ ଯାହା ଆପଣ କଳ୍ପନା କରିନଥିବେ। ପ୍ରମୋସନ୍, ନୂଆ ଚାକିରି କିମ୍ବା ସରକାରୀ ଟେଣ୍ଡର ପାଇବା ପାଇଁ ଏହା ସୁବର୍ଣ୍ଣ ସୁଯୋଗ। ଆପଣଙ୍କ ଭିତରେ ଜଣେ ସେନାପତିର ଶକ୍ତି ଆସିବ, କିନ୍ତୁ ମନେ ରଖନ୍ତୁ, ଅତ୍ୟଧିକ ଅହଙ୍କାର ପତନର କାରଣ ହୋଇପାରେ। ବର୍ତ୍ତମାନ ଆସନ୍ତୁ ଦେଖିବା ମୁଦ୍ରାର ଅନ୍ୟ ପାର୍ଶ୍ୱ। 2026 ବର୍ଷ ଶନିଦେବ ମୀନ ରାଶିରେ ଅର୍ଥାତ୍ ଆପଣଙ୍କ 12ଶ ଘରେ ରହିବେ। ମେଷ ରାଶି ପାଇଁ ଏହା ହେଉଛି 7.5ର ପ୍ରଥମ ପର୍ଯ୍ୟାୟ। ଏହା ଆପଣଙ୍କ ପାଇଁ 3ଟି ବଡ଼ ସଂକେତ ଦେଉଛି। ପ୍ରଥମ ହେଉଛି ଅଯଥା ଖର୍ଚ୍ଚ। ଆପଣ ଯେତେ ରୋଜଗାର କଲେ ମଧ୍ୟ ପଇସା ପାଣି ଭଳି ଖର୍ଚ୍ଚ ହେବ। ମେଡିକାଲ ଖର୍ଚ୍ଚ କିମ୍ବା କୋର୍ଟ କଚେରୀ ମାମଲାରେ ଧନ ବ୍ୟୟ ହୋଇପାରେ। ଦ୍ୱିତୀୟଟି ରହିଛି ସ୍ୱାସ୍ଥ୍ୟ ସମସ୍ୟା, ବିଶେଷ କରି ପାଦରେ ଆଘାତ, ବାମ ଆଖିରେ ସମସ୍ୟା ଏବଂ ରାତିରେ ନିଦ ନ ହେବା ଭଳି ସମସ୍ୟା ଦେଖାଦେଇପାରେ। ତୃତୀୟଟି ରହିଛି ବିଦେଶ ଯାତ୍ରା। କିନ୍ତୁ ଗୋଟିଏ ଭଲ ଖବର ହେଲା, ଯଦି ଆପଣ ବିଦେଶ ଯିବାକୁ ଚାହୁଁଛନ୍ତି, ତେବେ ଶନିଦେବ ଆପଣଙ୍କୁ ସାହାଯ୍ୟ କରିବେ। ଘରଠାରୁ ଦୂରରେ ରହି ଉନ୍ନତି କରିବାର ଯୋଗ ରହିଛି। ବନ୍ଧୁଗଣ, ଭୟଭୀତ ହୁଅନ୍ତୁ ନାହିଁ, କାରଣ ଜୁନ୍ ମାସରେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି। 2 ଜୁନ୍ 2026ରେ ଦେବଗୁରୁ ବୃହସ୍ପତି କର୍କଟ ରାଶିକୁ ଚଳନ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଠାରେ ବୃହସ୍ପତି ଉଚ୍ଚସ୍ଥ ହୁଅନ୍ତି। ଏହା ଆପଣଙ୍କ ଚତୁର୍ଥ ଘରେ ସୁଖ ଭାବରେ ଘଟୁଛି, ଯାହା ସୃଷ୍ଟି କରୁଛି ମହାଶକ୍ତିଶାଳୀ ହଂସ ଯୋଗ। ଜୁନ୍ରୁ ଅକ୍ଟୋବର ଏହି ସମୟ ଆପଣଙ୍କ ପାଇଁ ସ୍ୱର୍ଗ ଭଳି ହେବ। ଯଦି ଆପଣ ନିଜର ଘର କିଣିବାକୁ ଚାହୁଁଛନ୍ତି, ଜମି କିଣିବାକୁ ଚାହୁଁଛନ୍ତି କିମ୍ବା ନୂଆ ଗାଡ଼ି କିଣିବାକୁ ଚାହୁଁଛନ୍ତି, ଏହାଠାରୁ ଭଲ ସମୟ ଆଗାମୀ 12 ବର୍ଷରେ ଆସିବ ନାହିଁ। ମାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ଘରେ ଶାନ୍ତି ଫେରିଆସିବ। ଶନିଙ୍କ ଦ୍ୱାରା ମିଳୁଥିବା ମାନସିକ ଅଶାନ୍ତିକୁ ବୃହସ୍ପତି ଦୂର କରିବେ। ଆର୍ଥିକ ଦୃଷ୍ଟିରୁ 2026 ଏକ ମ୍ୟାଜିକ୍ ବର୍ଷ। ରାହୁ ମହାରାଜ ପୁରା ବର୍ଷ ଆପଣଙ୍କ 11ଶ ଘରେ ଆୟ ଭାବରେ ବସିଛନ୍ତି। ରାହୁ ଯେବେ 11ଶ ଘରେ ଥାଆନ୍ତି, ସେତେବେଳେ ସେ ଧନ ବର୍ଷା କରାନ୍ତି। ସେୟାର ମାର୍କେଟ, ଲଟେରୀ କିମ୍ବା ହଠାତ୍ କୌଣସି ସୂତ୍ରରୁ ବଡ଼ ଧରଣର ଅର୍ଥପ୍ରାପ୍ତି ହେବାର ସମ୍ଭାବନା ଅଛି। କିନ୍ତୁ ସାବଧାନ, କେତୁ ପଞ୍ଚମ ଘରେ ଥିବାରୁ ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ଦୂରତା ଆସିପାରେ। ଯଦି ଆପଣ ସନ୍ତାନ ପାଇଁ ଚେଷ୍ଟା କରୁଛନ୍ତି, ତେବେ ଡାକ୍ତରୀ ପରାମର୍ଶ ନେବା ଜରୁରୀ। ବର୍ତ୍ତମାନ ଜାଣିବା ଆପଣଙ୍କ ନକ୍ଷତ୍ର ଅନୁସାରେ କାହା ପାଇଁ କେମିତି ରହିବ ଏହି ବର୍ଷଟି। ପ୍ରଥମେ ଅଶ୍ୱିନୀ ନକ୍ଷତ୍ର ବିଷୟରେ ଜାଣିବା। ଆପଣଙ୍କ ପାଇଁ ଏହା ଆଧ୍ୟାତ୍ମିକ ଉନ୍ନତିର ବର୍ଷ, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ, ବିଶେଷ କରି ଔଷଧ ଖାଇବା ବେଳେ। ଦ୍ୱିତୀୟଟି ରହିଛି ଦ୍ୱିଜା ବା ଭରଣୀ ନକ୍ଷତ୍ର। ଆପଣଙ୍କ ପାଇଁ ବିଳାସ ବ୍ୟସନ ବଢ଼ିବ। ନୂଆ ଘର କିମ୍ବା ଦାମୀ ଜିନିଷ କିଣିବାର ଯୋଗ ସବୁଠୁ ଅଧିକ ଆପଣଙ୍କର ଅଛି। ତୃତୀୟରେ ରହିଛି କୃତ୍ତିକା ନକ୍ଷତ୍ର। ଆପଣଙ୍କ ପାଇଁ କ୍ୟାରିୟରରେ ବଡ଼ ଧମାକା ହେବ। ସରକାରୀ ସ୍ତରରେ ଲାଭ ମିଳିବ, କିନ୍ତୁ ନିଜର ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ହେବ।
2026ରେ ସଫଳ ହେବାକୁ ହେଲେ ଏବଂ 7.5ର କୁପ୍ରଭାବରୁ ବଞ୍ଚିବାକୁ ହେଲେ ଏହି 3ଟି କାମ ନିଶ୍ଚୟ କରନ୍ତୁ। ପ୍ରଥମଟି ରହିଛି ଶନି ପ୍ରତିକାର। ପ୍ରତି ଶନିବାର ଦିନ ସନ୍ଧ୍ୟାରେ ଓସ୍ତ ଗଛ ମୂଳରେ ସୋରିଷ ତେଲର ଦୀପ ଜାଳନ୍ତୁ। ଗରିବ ଓ ଅସହାୟ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରନ୍ତୁ। ଦ୍ୱିତୀୟରେ ରହିଛି ହନୁମାନ ଚାଳିଶା। ମେଷ ରାଶିର ମାଲିକ ମଙ୍ଗଳ ଅଟନ୍ତି, ତେଣୁ ହନୁମାନଜୀ ଆପଣଙ୍କର ସବୁଠୁ ବଡ଼ ରକ୍ଷକ। ପ୍ରତି ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଚାଳିଶା ପାଠ କଲେ ସବୁ ବିପଦ ଟଳିଯିବ। ତୃତୀୟରେ ରହିଛି ଗୁରୁକୃପା। ବର୍ଷର ମଧ୍ୟଭାଗରେ କୌଣସି ଧାର୍ମିକ ସ୍ଥାନକୁ ହଳଦିଆ ଜିନିଷ ଯେପରିକି ବୁଟ ଡାଲି କିମ୍ବା କଦଳୀ ଦାନ କରନ୍ତୁ। ତେବେ ବନ୍ଧୁଗଣ, ସାରାଂଶରେ କହିବାକୁ ଗଲେ 2026 ମସିହାରେ ଆପଣଙ୍କ କ୍ୟାରିୟର ରକେଟ୍ ଭଳି ଉପରକୁ ଉଠିବ। ଧନର ଅଭାବ ରହିବ ନାହିଁ, କିନ୍ତୁ ମାନସିକ ଶାନ୍ତି ଏବଂ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡ଼ିବ। ଆପଣଙ୍କ ନକ୍ଷତ୍ର କ'ଣ? କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ। ଆମେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ନିଜର ମେଷ ରାଶିର ସାଙ୍ଗମାନଙ୍କ ସହ ଏହି ଭିଡ଼ିଓଟିକୁ ସେୟାର କରନ୍ତୁ। ରହୁଛି, ଜୟ ଜଗନ୍ନାଥ।